ସାଇକୋଲୋଜି କହିଥାଏ ଯେକୌଣସି ଭାଉଜମାନଙ୍କ ନଜରରେ ସେକ୍ସ ମାଷ୍ଟର ବନିବା ପାଇଁ ହେଲେ ସେକ୍ସ କରିବା ସମୟରେ ଏହି ତିନୋଟି କାମକୁ ଆମକୁ ନିଶ୍ଚୟ କରିବାକୁ ପଡ଼ିଥାଏ। ତାହା ହେଉଛି ସର୍ବପ୍ରଥମେ କମ୍ ସେ କମ୍ ଅଧଘଣ୍ଟାଏ ପର୍ଯ୍ୟନ୍ତ ସବୁ ଅଙ୍ଗ ସହିତ ରୋମାନ୍ସ କରିବାକୁ ହେବ। ଦ୍ୱିତୀୟରେ ତାଙ୍କର ବିହାକୁ ଜିଭ ଲଗାଇ ଭଲ ଭାବରେ ଚାଟିବାକୁ ପଡ଼ିବ। ଆଉ ତୃତୀୟରେ 5ରୁ 6ଟି ପୋଜିସନରେ ଧୀରେ ଧୀରେ ରହି ଗେହିବେ ଆଉ ଦେଖିବେ ସେହି ମହିଳା କେମିତି ଆପଣଙ୍କର ଦିବାନୀ ହୋଇଯିବେ। ସାଇକୋଲୋଜି କହିଥାଏ ଯେଉଁ ପୁରୁଷ ଶାରୀରିକ ସମ୍ପର୍କ ବନାଇବା ସମୟରେ ସ୍ତ୍ରୀଙ୍କ ପୂର୍ବରୁ ବାଣ୍ଡରୁ ପାଣି ବାହାରି ଯାଇଥାଏ ତେବେ ସେମାନେ ସ୍ତ୍ରୀଙ୍କ ନଜରରେ ତଳକୁ ଖସି ଯାଇଥାନ୍ତି। କିନ୍ତୁ ସଚ୍ଚା ପ୍ରେମ କରୁଥିବା ସ୍ତ୍ରୀ ଏହିସବୁକୁ ଧ୍ୟାନ ଦେଇନଥାନ୍ତି ଓ ତାଙ୍କୁ ସମ୍ମାନ ଭରା ନଜରରେ ଦେଖିଥାନ୍ତି। ସାଇକୋଲୋଜି କହିଥାଏ ଯଦି ଗୋଟେ ପୁରୁଷ ସ୍ତ୍ରୀକୁ କରିବା ସମୟରେ ତାକୁ ବହୁତ ଭଲ ଭାବରେ ସନ୍ତୁଷ୍ଟ କରିଦିଏ ତେବେ ତାଙ୍କ ଭିତରେ କେତେ ବି ଲଢ଼େଇ ଝଗଡ଼ା ହେଉନା କାହିଁକି ସେହି ସ୍ତ୍ରୀ ସେହି ପୁରୁଷ ପାଖକୁ ପୁଣି ଥରେ ଫେରିକି ଆସିଥାଏ। ସାଇକୋଲୋଜି କହିଥାଏ ସବୁଠାରୁ ଅଧିକ ଶାରୀରିକ ସମ୍ପର୍କ ବନାଉଥିବା ସ୍ତ୍ରୀର ପରିଚୟ ଏହା ହୋଇଥାଏ କି ତାଙ୍କ ପଛଭାଗ ସାମାନ୍ୟଠାରୁ ବଡ଼ ଦେଖାଯାଇଥାଏ। ସାଇକୋଲୋଜି କହିଥାଏ ଶାରୀରିକ ସମ୍ପର୍କ ବନାଇବା ସମୟରେ ଆପଣଙ୍କ ଗୁପ୍ତାଙ୍ଗ ଲମ୍ବା ନୁହେଁ ମୋଟା ବା ଚଉଡ଼ା ହେବା ବହୁତ ଜରୁରୀ ଅଟେ। କାରଣ ମୋଟେଇ ଦ୍ୱାରା ଅଧିକ ଘର୍ଷଣ ଉତ୍ପନ୍ନ ହୋଇଥାଏ ଯାହା ମହିଳାମାନଙ୍କୁ ଅଧିକ ସନ୍ତୁଷ୍ଟି ଦେବାରେ ସକ୍ଷମ ହୋଇପାରିଥାଏ। ତେବେ ନିଜ ଗୁପ୍ତାଙ୍ଗକୁ ମୋଟା ବା ଚଉଡ଼ା କରିବାକୁ ଚାହୁଁଥିଲେ ପ୍ରତିଦିନ କିଗଲ ଏକ୍ସରସାଇଜ କରନ୍ତୁ ଓ ଏହା ସହିତ ନଡ଼ିଆ ତେଲରେ ନିଜ ବାଣ୍ଡଟିକୁ 5ରୁ 10 ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ। ସାଇକୋଲୋଜି କହିଥାଏ କେବଳ ସମୟ ଆପଣଙ୍କୁ କହିଦେଇଥାଏ କି ଲୋକମାନେ କ'ଣ ଥିଲେ ଓ ଆପଣ ତାଙ୍କୁ କ'ଣ ଭାବିଥିଲେ। ସାଇକୋଲୋଜି କହିଥାଏ ଅଧିକ ଠୋକର ଖାଇବା ପରେ ଅନୁଭବ ହୋଇଥାଏ କି ହାତର ରେଖା କିଛି ବି କହିନଥାଏ। ଏଠି ବିଗିଡ଼ିଥିବା ଭାଗ୍ୟକୁ ନିଜକୁ ବନାଇବାକୁ ପଡ଼ିଥାଏ। ସାଇକୋଲୋଜି କହିଥାଏ ଭଲ ଦିନ ଚାଲିକି ଆପଣଙ୍କ ପର୍ଯ୍ୟନ୍ତ ଆସିନଥାଏ ଆପଣଙ୍କୁ ତା ପର୍ଯ୍ୟନ୍ତ ଚାଲିକି ଯିବାକୁ ହୋଇଥାଏ।